ଅନ୍ଧ 6 ଜଣ ହାତୀ ଦେଖିବାକୁ ବାହାରିଲେ ହୋଇ ସାଥୀ। ଗୋଟିଏ ନୟନ ନାହିଁ ତ କାହାରି କେମନ୍ତେ ଦେଖିବେ ହାତୀ। ହାତ ମାରି ମାରି ଦେଖିବା ଚାଲ ହେ ହାତୀର କେମନ୍ତ ଶୋଭା। ବିଚାରି ସନ ଅନ୍ଧ 6 ଜଣ ହାତୀ ପାଶେ ହେଲେ ଉଭା। ପहिले ଦେଖିଲା ବୁଢ଼ା ଅନ୍ଧ ହାତୀ ପେଟରେ ବୁଲାଇ କର। କହିଲା ସାଥୀଙ୍କୁ କାନ୍ଥ ପରି ହାତୀ ବୁଝିଲି ମୁଁ ଏଇଥର। ଆଉ ଜଣେ ଖାଲି ଦାନ୍ତ ଦୁଇଟିରେ 7 ଥର ହାତ ମାରି ଖଣ୍ଡା ଖୋଳ ପରି ହାତୀର ଦେହଟା କହେ ଆସି ଦେଖି ସାରି। ତୃତୀୟ ଆସିଲା ଧଡ଼ପଡ଼ ହୋଇ ଧଇଲା ହାତୀର ଗୋଡ଼। ଖୁଣ୍ଟ ପରି ହାତୀ କହି ସେ ବୁଢ଼ାଟା ସଭିଙ୍କି ଦେଖାଏ ତୋଡ଼। ଆଉ ଜଣେ ଆସି କାନଟାକୁ ଧରି ଅଣ୍ଡାଳି ଉପର ତଳ ହେଜି ହେଜି କହେ ହାତୀଟା ଜାଣିଲି କୁଲା ପରି ଅବିକଳ। ପଞ୍ଚମ କହି ଆଗେ ଠିଆ ହୋଇ ଥୋଡ଼ ପାହାରକୁ ଧରି ମିଛ କଥା କହି ଭୁଲାଉଛ ମୋତେ ହାତୀଟା ତ ସାପ ପରି। ପଛଆଡ଼େ ଥିଲା ଟୋକା ଅନ୍ଧ ଜଣେ କହେ ହାତୀ ଲାଞ୍ଜ ଟାଣି। ଦଉଡ଼ି ଭଳିଆ ହାତୀ ଆଜି ଯାଏ ନଥିଲି ଏ କଥା ଜାଣି। କାହା କଥା କାହା ମନକୁ ନ ଆସେ ଯେଝା କଥା ଯାକୁ ଭଲ। ଗୋଟିଏ ହାତୀକୁ 6 ଭଳି କରି ଫେରିଗଲେ ଅନ୍ଧ ଦଳ। ଇଏ ଯେମିତି ଅନ୍ଧମାନେ ଗୋଟିଏ ହାତୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ହାତ ମାରିକି 6 ଭଳି କହିଲେ 6ଟା ହାତୀଟା ଏମିତି। ଆମେମାନେ ସମସ୍ତେ ଭଗବାନଙ୍କ ବ୍ୟାପାରରେ ଗୋଟିଏ ଗୋଟିଏ ଅନ୍ଧ। ନାହିଁ କଲେ ବି ଚଳିବ, କିନ୍ତୁ ଆମେ ସମସ୍ତେ ଗୋଟିଏ ଗୋଟିଏ ଅନ୍ଧ। ଆମେ ଆଜି ଯେତେ ଗୁଡ଼ିଏ ସବୁ ପୁସ୍ତକ ଲେଖା ହେଇଛି, ବିଭିନ୍ନ ପ୍ରକାର ଲେଖକ ଲେଖିଛନ୍ତି, ବିଭିନ୍ନ ପ୍ରକାର ଦାର୍ଶନିକ ଲେଖିଛନ୍ତି, ଇଏ ସବୁ କ'ଣ ଅନ୍ଧ ନା ଆଖି ଖୋଲା ଚକ୍ଷୁବାଲ? ସମସ୍ତେ ଅନ୍ଧ। ଇଏ ଲେଖାର ଉଦ୍ଦେଶ୍ୟ ହେଉଛି ଆମେ ପ୍ରତ୍ୟେକ ଏଇ ସ୍ପିରିଚୁଆଲ ଜଗତରେ ଯେତେବେଳେ ଜଗତରେ ଗୋଡ଼ ପଦ ପକାଉଛେ ଅନ୍ଧ। ତେଣୁ ସେ ଅନ୍ଧ କେମିତି ଜାଣିବେ କହନ୍ତୁ? ଯେମିତି ହାତ ମାରି ମାରି ସେ କହିଲା ଅମୁକଟା ଏମିତି ସମୁକଟା ସେମିତି, କିନ୍ତୁ ସେ ଯାହା କହିଲେ ସେଗୁଡ଼ା ଭୁଲ। ହାତର ଗୋଟିଏ ଗୋଟେ ପାର୍ଟ କହିଲେ, କିନ୍ତୁ ଅଲ୍ ପାର୍ଟସ୍ ଟେକେନ୍ ଟୁଗେଦର କନଷ୍ଟିଚ୍ୟୁଟ୍ ଦ ଷ୍ଟ୍ରକ୍ଚର ଅଫ୍ ଏଲିଫ୍ୟାଣ୍ଟ, ନୁହେଁ? ଯାହା ଗୋଟିଏ ଗୋଟିଏ କଲେ ସବୁଗୁଡ଼ା ମିଶାଇ ଦେଲା ସେ ହାତୀ ଆଉ। ଆଉ ଗୋଟେ ଟିକେ ଲେଖିଦେଇଛି। ତାମାନେ ଆମର ଦେଖନ୍ତୁ, ତର୍କୋ ପ୍ରତିଷ୍ଠ ଶ୍ରୁତୟ ବିଭିନ୍ନା ନାନା ମୁନିନାଉଁ ମତୟଶ୍ଚ ଭିନ୍ନା ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟଂ ମହାଜନ ଜନ ଗତ ସ୍ୱପନ୍ଥା। ତର୍କୋ ପ୍ରତିଷ୍ଠ। ଆଜି ଧରନ୍ତୁ ଆମେ 2 ଜଣ ଯାକ ଯୁକ୍ତି କରିବା, 2 ଜଣ ଯାହାର ବୁଦ୍ଧି ବେଶୀ ସେ ଜିତିବ। ସିଏ ଯିଏ ଜିତିଲା ସିଏ ଯଦି ଆଉ ଗୋଟେ ଲୋକ ସହିତ ଯୁକ୍ତି କଲା, ସିଏ ଯଦି ୟାଠୁ ଟିକେ ବୁଦ୍ଧିମାନ, ସିଏ ବି ଏ ଲୋକ ଏ ସେକେଣ୍ଡ ଲୋକ ବି ଥାର୍ଡ଼ ଲୋକ ଦ୍ୱାରା ପରାସ୍ତ। ତେଣୁ ଏଇ ତର୍କଟା ଅପ୍ରତିଷ୍ଠ କାହିଁକି? ନେଇ କାରଣରୁ ଯାହାର ବୁଦ୍ଧି ବେଶୀ ସେ ତର୍କରେ ବଳିଆନ। ତର୍କ ପ୍ରତିଷ୍ଠ ଶ୍ରୁତେୟ ବିଭିନ୍ନା। ଶ୍ରୁତି ମାନେ ବେଦ। ବେଦ 4ଟା କାହିଁକି? ଯଦି ଗୋଟିଏ ମତ ଗୋଟିଏ ବେଦ ହୋଇଥାନ୍ତା, 4ଟା ବେଦ ମାନେ 4 ପ୍ରକାର। ତେଣୁ ମତୟସ୍ୟ ଭିନ୍ନା ଧର୍ମସ୍ୟ ନାନା ମୁନି ନାଉ ମତୟସ୍ୟ ଭିନ୍ନା। ଆଚ୍ଛା, ବିଭିନ୍ନ ପ୍ରକାର ମୁନି ବିଭିନ୍ନ ପ୍ରକାର ବହି ସବୁ ଲେଖିଯାଇଛନ୍ତି, କାହିଁକି? ଗୋଟିଏ ତ ହେଇଥାନ୍ତା, ଗୋଟିଏ ହୋଇପାରିବ? ଆଜି ଯଦି ବଶିଷ୍ଠ ଗୋଟେ କଥା କହିଲେ, ବିଶ୍ୱାମିତ୍ର ଆଉ ଗୋଟେ କଥା କହିଲେ, ବ୍ୟାସଦେବ କହିଲେ ଆଉ ଗୋଟିଏ,
କାହିଁକି ଏରା ସବୁ ହେଇଲା? ନାନା ମୁନିନାଂ ମତସେବିନା ଧର୍ମସ୍ୟ ତତ୍ତ୍ୱ ନିହିତଂ ଗୁହାୟଂ। ପ୍ରକୃତରେ ଧର୍ମ ତତ୍ତ୍ୱ ଆଜି ପର୍ଯ୍ୟନ୍ତ କେହି ଜାଣନ୍ତିନି। ସିଏ ଯେମିତି ଗୋଟେ ଗୁମ୍ଫା ଭିତରେ, ଗୋଟେ ବହୁତ ଗଭୀର ଗୁମ୍ଫା ଭିତରେ ଯେମିତି ଜିନିଷ ଅନ୍ଧକାର ହେଇକି ରହିଛି ଗୋଟେ ଜିନିଷ କେହି ଜାଣନ୍ତିନି, ସେମିତି ପ୍ରକୃତରେ ଧର୍ମ ତତ୍ତ୍ୱ ଏମିତି ସେଇ ଗୁମ୍ଫାର ଅନ୍ଧକାର ଭିତରେ ରହିଛି। ନୋ ବଡି ନୋଜ୍ ଷ୍ଟିଲ୍ ଟୁଡେ। ଏ କହିବାର ଉଦ୍ଦେଶ୍ୟ ହେଲା ଏଗୁଡ଼ାକ। ତର୍କୋ ପ୍ରତିଷ୍ଠ ଶ୍ରୁତୟୋ ବିଭିନ୍ନା ନାନା ମୁନିନାଂ ମତୟସ୍ୟ ଧର୍ମସ୍ୟ ତତ୍ତ୍ୱ ନିହିତଂ ଗୁହାୟଂ ମହାଜନ ଜନ ଗତ ସପନ୍ଥା। ତେଣୁ ଯେଉଁମାନେ ଧରନ୍ତୁ ଜଣେ କୋଣାର୍କ ଦେଖିଛି, ସେ ଆପଣଙ୍କୁ ନେଇକି କୋଣାର୍କରେ ପହଞ୍ଚେଇ ଦେବ। ଆପଣ ଯଦି ଯିବେ ଆପଣ ଅସୁବିଧାରେ ପଡ଼ିବେ। ଆଜିକାଲି ସିନା ବସ୍ ହେଇଗଲାଣି ଫୁଟାଣି ଦେଖିବା, ସେତେବେଳେ ଯେଉଁ ଜଙ୍ଗଲ ଭିତରେ ଚାଲି ଚାଲି ଯାଉଥିଲେ ସେତେବେଳେ ଫୁଟାଣି କାହିଁ? ଯିଏ ରାସ୍ତା ଦେଖିଛି ସେଇ ଦେଖାଇବ, ନହେଲେ ସିଏ ନେଇକି ଯିବ। ଏଇ ହେଲା ରାସ୍ତା। ଆଉ ସେ ବସ୍ ବାଲା କ'ଣ ନେଇଛି, ସେ କ'ଣ ଆଗେ ଜାଣିଥିଲା ବସ୍ ବାଟରେ କେଉଁଠି? ସେ ତ ସେ ପ୍ରଥମେ ଶିଖିଲା। ତେଣୁ ମହାଜନ ଜନ ଗତ ସପନ୍ଥା। ତେଣୁ ଯେଉଁମାନେ ପ୍ରକୃତ ଦର୍ଶୀ ତାଙ୍କର ଅନୁସରଣ କରିବା ହେଲା କାମ। ତେଣୁ ଆମମାନେ ଦେଖନ୍ତି, ଆମର ଗୋଟେ କିଏ କହୁଛି ଦ୍ୱୈତବାଦ, କିଏ କହୁଛି ଅଦ୍ୱୈତବାଦ। ଚୈତନ୍ୟ ମହାପ୍ରଭୁ ଆସିଲେ ସେ କହିଲେ ଅଚିନ୍ତ୍ୟ ଭେଦାଭେଦ। ସବୁ ମାନେ ଗୋଟିଏ ଗୋଟିଏ ସନ୍ନ୍ୟାସୀ କହିବେନି, ଜଣେ ଜଣେ ଧର୍ମ ପ୍ରଚାରକ ଗୋଟିଏ ଗୋଟିଏ ପନ୍ଥା ଆରମ୍ଭ କଲେ। ତେଣୁ ଭାରତରେ କେତେ ସଂଖ୍ୟାରେ ଅଛି ଧରନ୍ତୁ ଏ ଆଶ୍ରମ ପୁରୀରେ ଯେତେକ ଆଶ୍ରମ ଅଛି, ଇଏ ଗୋଟିଏ ଗୋଟିଏ ବାଦ, ଗୋଟିଏ ଗୋଟିଏ ପନ୍ଥା। ତେଣୁ ଦେଖିବେ ଯେତେ ଆଶ୍ରମ ଧରନ୍ତୁ 1000 ଆଶ୍ରମ ଅଛି, ମିନିମମ୍ ତ 500 ଇଜିମ୍ ଅଛି। ଆଉ ଯଦି କିଏ ବସିଲେ ତାଙ୍କ ଭିତରେ ଗୋଟେ ଗଣ୍ଡଗୋଳ। ତେଣୁ ଧର୍ମସ ତତ୍ତ୍ୱ ନିହିତଂ ଗୁହାୟଂ। ପ୍ରକୃତ କହିବାକୁ ଗଲେ ଯିଏ ପ୍ରକୃତରେ କାହିଁକି ନା ଆମ ଆଖି ଖୋଲା ନାହିଁ। ତେଣୁ ଏ ଯୋଗ ରାସ୍ତା ହେଉଛି କ'ଣ ନା ଆମମାନଙ୍କର ଥାର୍ଡ଼ ଆଇ ଖୋଲିଦେବ। ଆମମାନଙ୍କର ଦୁଇଟା ଯାକ ଆଖି କେବଳ ଏଇ ବାହ୍ୟ ବସ୍ତୁ ବା ଏଇ ମ୍ୟାଟେରିଆଲ ଜଗତକୁ ଦେଖିବ, କିନ୍ତୁ ଥାର୍ଡ଼ ଆଇ ଯଦି ଆପଣ ଧ୍ୟାନ ଦ୍ୱାରା ଖୋଲି ଦେଇପାରିଲେ ଡ୍ୟୁରିଂ ଦ ପିରିୟଡ଼ ଅଫ୍ ନିର୍ବିକଳ୍ପ ସମାଧି, ତାହେଲେ ଆପଣ ପ୍ରକୃତ ଯିଏ ସତ୍ୟ, ଯିଏ ଭଗବାନ, ତାକୁ ଆପଣ ଦେଖିପାରିବେ। ଏ ହେଲା ଶେଷ କଥା। ଆଉ କ'ଣ? ତୁମେ ନାମ ଜପ କର, ଯେତେ ଯାହା କର, ଉତ୍ତମ ବ୍ରହ୍ମ ସଦ୍ଭାବ ଧ୍ୟାନ ଭାବସ୍ତୁ ମଧ୍ୟମ ସ୍ତୁତି ଜପ ଧମ ଭାବ ନାମ ଜପ ଧମାଧମ। ସେ କହୁଛି ଯେମିତି ଶୁକଦେବ ଯେତେବେଳେ ଜନ୍ମ ହୋଇଗଲେ, ସେ ତାଙ୍କ ପୂର୍ବଜନ୍ମର ଧ୍ୟାନ ବଳରେ ସେ ଯେମିତି ଜନ୍ମ ହେଲେ ବ୍ରହ୍ମଭାବ ତାଙ୍କର ଜାତ ହେଲା, ଅର୍ଥାତ୍ ସବୁଆଡ଼େ ସେ ବ୍ରହ୍ମକୁ ଦର୍ଶନ କରେ। ଉତ୍ତମ ବ୍ରହ୍ମ ସଦ୍ଭାବ ଧ୍ୟାନ ଭାବସ୍ତୁ ମଧ୍ୟମ। ତା ପରବର୍ତ୍ତୀ ହେଲା ଧ୍ୟାନ। ଧ୍ୟାନ ଯିଏ କରିବ ସେ ନିଶ୍ଚିତ ଭଗବାନଙ୍କୁ ଉପଲବ୍ଧି କରିବ। କିନ୍ତୁ ସେ ବିନା ଧ୍ୟାନରେ ପାଇଗଲେ ସୁଖ, କିନ୍ତୁ ଆମକୁ ଧ୍ୟାନ କରିବାକୁ ପଡ଼ୁଛି। ସ୍ତୁତି ଜପ ଅଧମ ଭାବ। ସ୍ତୁତି ଜପ ଯିଏ କରୁଛନ୍ତି ସିଏ ଅଧମ, ଉତ୍ତମ ନୁହଁ। ନାମ ଜପ ଧମାଧମ। ଅଧମର ଅଧମ ହେଉଛି ନାମ ଜପ କରିବା। ହରେ କୃଷ୍ଣ 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 ହରେ ହରେ। এই হরিনাম নয় রে ভাই আর হরিনাম আছে, এই হরিনাম যেতে পারে না সেই হরিনাম কাছে। তার মানে দিনে চৈতন্য মহাপ্রভু এইটি গোটে আশ্রম ଅଛି ଗମ୍ଭୀରା, ସେଠି ଗୋଟେ ଅଛି, ସେ ଆଶ୍ରମ ନାଁଟା ମୁଁ ମନେ କହିପାରୁନି। ରାଧାକାନ୍ତ ମଠ। ଏଇ ମନ୍ଦିରକୁ ଗଲାବେଳେ ଡାହାଣ ପାଖରେ ପଡ଼ିବ ରାଧାକାନ୍ତ ମଠ। ୱିଦିନ୍ ବ୍ରାକେଟ୍ ସେଠି ଲେଖା ହେଇଛି ଗମ୍ଭୀରା, ଅର୍ଥାତ୍ ସେ ଆପଣ ଯେତେବେଳେ ପଶିଗଲେ ତାପରେ ବାଁକୁ ଚାଲିଗଲେ, ତାପରେ ବାଁ ପାଖକୁ ପୁଣି ଚାଲିଗଲେ, ସେଇଠି ଗୋଟେ ପ୍ରଥମ ଯେଉଁ ବଖରାଟା, ସେ ଘର ନାଁଟା ହେଉଛି, ବଖରା ନାଁଟା ହେଉଛି ଗମ୍ଭୀରା। ଚୈତନ୍ୟ ମହାପ୍ରଭୁ ସେଇଥିରେ ଥିଲେ। ସିଏ ଯେତେବେଳେ ସେ କ'ଣ କରନ୍ତି, ପ୍ରତ୍ୟେକ ଦିନ ସେଇ ଗମ୍ଭୀରାରୁ ବାହାରିକି ଜଗନ୍ନାଥ ମନ୍ଦିରକୁ ଚାଲି ଚାଲି ଯାଆନ୍ତି। ଗଲାବେଳେ ବାଟରେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଅନ୍ୟ କିଛି କହିବେନି, ଖାଲି ଗୋଟେ ଜପ କରିକିରି ଯାଆନ୍ତି ଆଉ ଜପ କରିକିରି ଆସନ୍ତି। ଦିନେ ପୁରୀର କିଛି ପଣ୍ଡିତ ଲୋକ ତାଙ୍କୁ ଦେଖା କଲେ, କହିଲେ ଆଚ୍ଛା ଆପଣ ଯେଉଁ ହରେ ନାମ କଥା ଜପ କରୁଛନ୍ତି, ଏଇଟା ଠିକ୍, ଏଇଟା ଅଲ୍ଟିମେଟ୍ ପନ୍ଥା ନା ଆଉ କିଛି ଅଛି? ସେଇ ବଙ୍ଗଳାଟା ବୋଳିଥିଲେ ତାଙ୍କ ଆଗରେ, এই হরিনাম নয় রে ভাই আর হরিনাম আছে, এই হরিনাম যেতে পারে না সেই হরিনাম কাছে। এই যে মুখরে ମୁଁ ଯେଉଁ হরিনাম କହୁଛି, এই হরিনাম নয় রে ভাই, ଏ ଭାଇ ହରିନାମ এই ପ୍ରକୃତ ନୁହେଁ।
এই হরিনাম যেতে পারে না সেই হরিনাম কাছে। এই মুখ নিঃসৃত যে হরিনাম, ଏ ପ୍ରକୃତ ହରିନାମକୁ କ୍ୟାନ୍ ନଟ୍ ରିଚ୍ ଆଟ୍ ଅଲ୍। କିନ୍ତୁ ଏଇଟା ବର୍ତ୍ତମାନ ସବୁ ଜାଗାରେ ଚାଲିଛି। ଆମକୁ କହିବା ତଥାପି ଆମେ ସେମାନଙ୍କୁ ସମ୍ମାନ ଦେଉଛୁ, କାହିଁକି କ'ଣ ଅସମ୍ମାନ କରିବା କାହାକୁ। ଆଚ୍ଛା, ଏ ଅନ୍ଧ 6 ଜଣ କଥା ଜାଣିଗଲେ। ଅନ୍ଧ 6 ଜଣ କ'ଣ? ଆମର ଯେତେବେଳେ ଧ୍ୟାନ କରିକି ଥାର୍ଡ଼ ଆଖି ଖୋଲିନି, ଅନ୍ଧ ନା ଚକ୍ଷୁବାନ? ଅନ୍ଧ। ଖାଲି ସେ ଅନ୍ଧ 6ଟା ନୁହଁ, ଏ ଯେତେକ ଆମେ ଧ୍ୟାନ ଭଗବାନ ନ ପାଇଛି ସବୁ ଅନ୍ଧ। କେଉଁଥିପାଇଁ କି ନା ଇନ୍ ଦ ୱାର୍ଲଡ ଅଫ୍ ସ୍ପିରିଚୁଆଲିଟି, ସ୍ପିରିଚୁଆଲ ୱାର୍ଲଡ, ଆଧ୍ୟାତ୍ମିକ ଜଗତରେ ଆମେମାନେ ସାଧାରଣ ଲୋକ କ'ଣ ଅନ୍ଧ। କିନ୍ତୁ ଗୁରୁର ସଂସ୍ପର୍ଶରେ ଆସିକି ଯେତେବେଳେ ଆମେ ଧ୍ୟାନ କରିକି ଦର୍ଶନ କରିବା, ସେତେବେଳେ ଆମ ଆଖି ଖୋଲିଗଲା, ଜ୍ଞାନ ଚକ୍ଷୁ ଖୋଲିଗଲା, ଥାର୍ଡ଼ ଆଇ ଇଜ୍ ଓପନ୍। ଆଉ ପଢ଼ିବି ନା ବନ୍ଦ କରିଦେବି? ଜଗତର ନାଥ ପରମ ଈଶ୍ୱର ଖାଲି ମୁଁ ପଢ଼ିଦେବି, ଆଉ ବେଶୀ କିଛି କହିବିନି। ଜଗତର ନାଥ ପରମ ଈଶ୍ୱର ଅଦୃଶ୍ୟ ସଭିଙ୍କ ପାଇଁ ଦେଖି ନ ପାରିକି ବିଭିନ୍ନ ପ୍ରକାରେ କହନ୍ତି ପଣ୍ଡିତ ସାଇଁ। କିଏ କହେ ଏକ, କିଏ କହେ ଦୁଇ, କିଏ ସାକାର ଓ ନିରାକାର, ଯା ବୁଦ୍ଧି ଯେପରି ବର୍ଣ୍ଣନା କରନ୍ତି ସଭିଏ ଲେଖନୀକାର। ବିଭିନ୍ନ ପ୍ରକାରେ ଭଗବାନ କହି ଗଢ଼ିଥାନ୍ତି ମୂର୍ତ୍ତିମାନ, ଫୁଲ ଫଳ ଦେଇ ପୂଜା କରିଥାନ୍ତି ଅର୍ପଣ ବହୁ ସମ୍ମାନ। ମୂର୍ତ୍ତିମାନଙ୍କୁ ସେ ଭଗବାନ କହି ମନକୁ କରି ସନ୍ତୋଷ, ପ୍ରକୃତ ଈଶ୍ୱର କେଉଁଠି ଅଛନ୍ତି ନ କରନ୍ତି ଆଉ ବିଶ୍ୱାସ। ପର୍ବତେ ପାହାଡ଼େ ଗୁହାମାନଙ୍କରେ ଦେଉଳେ ସଦା ବୁଲନ୍ତି, ଖୋଜି ଖୋଜି କରି ଜୀବନ କଟାନ୍ତି ଈଶ୍ୱରେ ପାଇ ନଥାନ୍ତି। ମନ୍ଦିରେ ରଖନ୍ତି ଆଉ ବୃକ୍ଷମୂଳେ ମୂର୍ତ୍ତିମାନ ପୂଜା କରି, ଜୀବନ କଟାନ୍ତି ଈଶ୍ୱର ଭାବିଣ ସର୍ବତ୍ର ଚାଲେ ଏପରି। କେ କରେ ପ୍ରାର୍ଥନା, କେ କରେ ଅର୍ଚ୍ଚନା, ଭୋଗ ଦୀପ ଧୂପ ଦେଇ, ପ୍ରକୃତ ଈଶ୍ୱର ଅଦୃଶ୍ୟ ରହନ୍ତି ମୌନ ସେ ସର୍ବତ୍ର ରହି। ଯାହା କିଛି ସବୁ ପ୍ରାର୍ଥନା ଅର୍ଚ୍ଚନା ପୂଜା ପାର୍ବଣ ଈଶ୍ୱରେ, ଭୋଗ ଭାଗ ବୋଲି ଈଶ୍ୱର ଅର୍ପଣ ଭୋଗନ୍ତି ସକଳେ ନରେ। ଭୋଗ ଦେଇଦେବେ କିନ୍ତୁ ନିଜେ ପାଇଗଲେ। ପ୍ରକୃତ ସେ ଭୋଗ ପାଉଛି କି? ଆମେ ପାଉଛେ ନା ଭଗବାନ? ସେଇ କଥାଟା ଏଠି ଲେଖା ହେଲା। ଭୋଗ ଭାଗ ବୋଲି ଈଶ୍ୱର ଅର୍ପଣ ଭୋଗନ୍ତି ସକଳେ ନରେ। ପ୍ରକୃତ ଈଶ୍ୱର ଆତ୍ମାର ରୂପରେ ପ୍ରତ୍ୟେକ ହୃଦୟରେ ଛନ୍ତି, ଯୋଗୀ ଏହା ଜାଣି ତାଙ୍କୁ ପାଇବାକୁ ଯୋଗରେ ବସି ରହନ୍ତି। ନିର୍ବିକଳ୍ପ ସ୍ତରରେ ପହଞ୍ଚି ଯୋଗୀଏ ଅନ୍ତସ୍ଥ ହୁଅନ୍ତି ଈଶ୍ୱରେ, ନିଜର ଅନ୍ତରେ ସକଳ ଅନ୍ତରେ ଯୋଗୀ ଦେଖନ୍ତି ଜ୍ଞାନ ଚକ୍ଷୁରେ। ଜ୍ଞାନ ଚକ୍ଷୁ ବୋଲି ତୃତୀୟ ନୟନ ଯୋଗୀଏ ନିର୍ବିକଳ୍ପରେ ପାଆନ୍ତି, ଦୁଇଟି ନୟନ ଅସତ୍ୟ ଅଟଇ ଅସତ୍ୟ ଦେଖାଏ। ଦୁଇଟା ଆଖି ଯାହା ଦେଖାଏ ସବୁ ଅସତ୍ୟ, ନଟ୍ ରିଅଲ। ଦୁଇଟି ନୟନ ଅସତ୍ୟ ଦେଖାଏ, ତୃତୀୟ ସତ୍ୟ ଦେଖାନ୍ତି। ଯୋଗୀ ବ୍ୟତିରେକ ପଥ ନାହିଁ ଆଉ ଈଶ୍ୱରଙ୍କୁ ପାଇବାକୁ, ଆଉ ଯାହା ସବୁ ପଥଇ କହନ୍ତି ଅପଥ୍ୟ ଭଗବାନଙ୍କୁ। ଯୋଗର ପ୍ରଥମ ପ୍ରବକ୍ତା ଅଟନ୍ତି ହିରଣ୍ୟଗର୍ଭ ଅତୀତେ। ହିରଣ୍ୟଗର୍ଭ ବୋଲି ଜଣେ ଥିଲେ ବହୁତ ପୁରାତନ କାଳରେ, ସେ ହେଉଛନ୍ତି ଯୋଗର ପ୍ରଥମ ଲୋକ। ସେ ଯଦି ପ୍ରଥମେ ଯୋଗ ସୃଷ୍ଟି କଲେ କହିଲେ ହେବ। କାହିଁକି? ସେ ବେଦିକ ଯୁଗରେ ଦେଖନ୍ତୁ, ଏଠି ଜଣେ ଯୋଗୀ ଧ୍ୟାନ କଲେ, ସେଠି ଜଣେ ଯୋଗୀ ଧ୍ୟାନ କଲେ, ଏଠି ଜଣେ ଯୋଗ କଲେ, ଏମିତି ବିଭିନ୍ନ ଜାଗାରେ ସବୁ ଧ୍ୟାନ କଲେ। ହିରଣ୍ୟଗର୍ଭ କ'ଣ କଲେ? ସମସ୍ତ ପାଖକୁ ଯାଇକି ସବୁ ଶୁଣିଲେ ତାଙ୍କଠୁ କ'ଣ ଯୋଗ। ତାକୁ ପଚାରିଲେ କ'ଣ ଯୋଗ, ସେ ସମସ୍ତେ ଯାହା ସବୁ କହିଲେ ସେ ସଂଗ୍ରହ କଲେ। ସଂଗ୍ରହ କରିକି ସେ ନିଜେ ଗୋଟେ ଦର୍ଶନ ନିଜେ ତିଆରି କଲେ। ବହିରେ ଲେଖିଲେନି, ସେତେବେଳକୁ କାଗଜ ଥିଲା ଯେ କ'ଣ କରିବେ, ସେସବୁ ମାନେ ଗୋଟେ ପୁସ୍ତକ କରିଦେଲେ ମନେ ତାଙ୍କ ବ୍ରେନ୍ ଭିତରେ। ଆଉ ତାକୁ ସିଏ ତାଙ୍କ ଝିଅ ନାଁ ହେଉଛି ଗୁନିକା, ତାକୁ ସିଏ ଶିଖେଇଲେ, ସିଏ ଶିଖିଗଲେ। ଗୁନିକାଙ୍କର ପୁଅ ହେଉଛନ୍ତି ପତଞ୍ଜଳି। ଗୁନିକା ପତଞ୍ଜଳି ଶିଖେଇଦେଲେ ତାଙ୍କ ହିରଣ୍ୟଗର୍ଭ ନିର୍ଦ୍ଦେଶରେ। ତାପରେ ପତଞ୍ଜଳି ଯୋଗକୁ ଶିଖିଲେ। ହିରଣ୍ୟଗର୍ଭ ଆଉ ଗୁଣିକା କହିଲେ ତୁମେ ଗୋଟେ ପୁସ୍ତକ କରିଦିଅ। ତାପରେ ଯୋଗ ଦର୍ଶନ ଲେଖା ହେଲା, ତା ନାଁ ହେଲା ଯୋଗ ସୂତ୍ରାଣୀ। କ'ଣ ବୁଝିଲେ? ହିରଣ୍ୟ ଯୋଗର ପ୍ରଥମ ପ୍ରବକ୍ତା ଅଟନ୍ତି ହିରଣ୍ୟଗର୍ଭ ଅତୀତେ। ତାହାଙ୍କର ପୁତ୍ରୀ ଗୁଣିକା ଅଟନ୍ତି ସେଥିରେ ଯୋଗିନୀ ଶାସ୍ତ୍ରୀ।
ଗୁଣିକାଙ୍କ ପୁତ୍ର ପତଞ୍ଜଳି ଋଷି ମାଆଙ୍କଠୁ ଯୋଗ ପାଇ ଯୋଗୀ ହୋଇ ବ୍ରହ୍ମ ଦର୍ଶନ କରିଲେ, ଲେଖିଲେ ଯୋଗ ଦର୍ଶନର ବହି। ଏ ଯୋଗ ଦର୍ଶନ ବହି ସେ ଲେଖିଲେ। ମୋର ଏତିକି କହିକି ଶେଷ କରିଦେଲି। ଆଉ ମୋର କିଛି କହିବାର ନାହିଁ, ମୋତେ ଏତିକି ତ କହିବା କଥା ଏଇ କହିଦେଲି ଆଉ କ'ଣ। ଆମର ଗୀତାରେ ବହୁତ ପ୍ରକାର ଆଲୋଚନା ହେଇଛି। ସେସବୁ ଭଗବାନ ଯେ କ'ଣ କହିଛନ୍ତି ନା ଗୀତାରେ ଭଗବାନ ବହୁତ କଥା ଯୋଗ ବିଷୟରେ କହିଲେ। କହିକି ସେ ଶେଷକୁ କହିଲେ ଯେ ତପସ୍ୱୀ ଭେଦିକ ଯୋଗୀ ଜ୍ଞାନ ଭପି ମତୋଧିକ କର୍ମଭ୍ୟସାଧିକ ଯୋଗୀ ତସ୍ମା ଯୋଗୀ ଭବାର୍ଜୁନ। ସେ କହିଲେ ତପସ୍ୱୀ ଠାରୁ ଯୋଗୀ ବଡ଼, କର୍ମଯୋଗୀ ଠାରୁ ବଡ଼, ଜ୍ଞାନ ଯୋଗୀ ଠାରୁ ବଡ଼, ତେଣୁ ହେ ଅର୍ଜୁନ ତୁମେ ଯୋଗୀ ହୁଅ। ସେ ଯୋଗର ଶ୍ରେଷ୍ଠତାକୁ ସେଇଠି ପ୍ରମାଣ କରିଦେଲେ। ଆଉ କିଛି କହିବାର ନାହିଁ। ଫିନିଶ।